ଆଉ ଏକ ସନ୍ଧ୍ୟା ଏକ ସରୁ କଣ୍ଠର କଣ୍ଠସ୍ୱରରେ ଭାସି ଆସିଲା। ହଏ ଶୁଣିଛ, ଆଜି କଣ ମିଶ୍ର ବାବୁଙ୍କର ଗପ କହିବନି? ତତ୍କ୍ଷଣାତ୍ ଅପ୍ରସ୍ତୁତ ଭାବରେ କହିଲି, ଆଜ୍ଞା କଣ ସନ୍ଧ୍ୟା ହେଇଗଲାଣି? ହଁ ଠିକ ଅଛି, ଆଜି ଆଉ ଗୋଟିଏ ଗପ ପରିବେଷଣ କରିବା। ତେବେ ଶ୍ରୀଯୁକ୍ତ ଶଶାଙ୍କ ଶେଖର ମିଶ୍ରଙ୍କର ଯୋଉ ପୁସ୍ତକ ସମୟର ସୁରରୁ ଏ ଗପଟି ଉଦ୍ଧୃତ। ଆପଣ ହୁଏତ କାଲିର ଗପଟି ନିଶ୍ଚିତ ଭାବରେ ଶୁଣିଥିବେ। ଆପଣଙ୍କୁ ଗପଟି ଭଲ ଲାଗିଲା କି ନାହିଁ, ଆ, ଆପଣ କମେଣ୍ଟ ବକ୍ସରେ ଲେଖିଲେ ଆମେ ନିଶ୍ଚିତ ଭାବରେ ଲେଖକଙ୍କୁ ଭଲ ଲାଗିବ, ଉପସ୍ଥାପକଙ୍କୁ ବି ଭଲ ଲାଗିବ। ତେବେ ଆଜି ଆସନ୍ତୁ, ଆଜି ଆଉ ଗୋଟିଏ ଗପ ହଉଛି କପଟ ଭଦ୍ରାମୀ। ଗପର ଶୀର୍ଷକ ହଉଛି କପଟ ଭଦ୍ରାମୀ। ତେବେ ମହାଭାରତ ଯୁଦ୍ଧରେ ସତ୍ୟନିଷ୍ଠ ଯୁଧିଷ୍ଠିରଙ୍କୁ ଦ୍ରୋଣପୁତ୍ର ଅଶ୍ୱତ୍ଥାମାଙ୍କର ଯୋଉ ମୃତ୍ୟୁ ସମ୍ପର୍କରେ ମିଛ କହିବା ପାଇଁ ବାଧ୍ୟ କରାଯାଇଥିଲା। ଆଜ୍ଞା, ଆପଣ ଠିକ ଶୁଣିଛନ୍ତି, ବାଧ୍ୟ କରିଥିଲେ ସ୍ୱୟଂ ଚକ୍ରଧାରୀ ଶ୍ରୀକୃଷ୍ଣ। ପରିସ୍ଥିତି ଚାପରେ ଅନ୍ୟନ୍ୟୋପାୟ ହୋଇ ଯୁଧିଷ୍ଠିର ଉଭୟ ଦଳୀୟ ସ୍ୱାର୍ଥ ଏବଂ ବ୍ୟକ୍ତିଗତ ନୀତିକୁ ବଜାୟ ରଖି ସେଦିନ ଏକ ବିବଦମାନ ଦ୍ବ୍ୟର୍ଥବୋଧକ ବାକ୍ୟ ଉଚ୍ଚାରଣ କରିଥିଲେ, କରିବାକୁ ବାଧ୍ୟ ହେଇଥିଲେ। ସେ କହିଥିଲେ, ନରେ ବା ଗୁଞ୍ଜରେ ଅଶ୍ୱତ୍ଥମା ହାତ। ସତ୍ୟବାଦୀ ଯୁଧିଷ୍ଠିରଙ୍କର ଏଇ କାଳଜୟୀ ବିବଦମାନ ଉଚ୍ଚାରଣର ଫଳାଫଳ ବା ପ୍ରତିକ୍ରିୟାରେ ବର୍ଣ୍ଣନା ଏଠାରେ ଅସାପ୍ରାଜ୍ଞିକ, ଅପ୍ରାସଙ୍ଗିକ। ସେ କଥା ସମସ୍ତେ ଜାଣନ୍ତି। ସାଧାରଣ ଜୀବନଯାତ୍ରାରେ ମଧ୍ୟ ଆମେ ଅନେକ ସମୟରେ ଏପରି ଦ୍ୱନ୍ଦ୍ୱରେ ପଡ଼ିଥାଉ। ଗାଈ ମାରିଲେ ମଲ୍ଲି, ଗାଈ ଗାଈକି ମାରିଲେ ମଲ୍ଲି। ନ୍ୟାୟରେ ଅନେକ ସମୟରେ ଆମକୁ ଆ ତତ୍କାଳୀନ ସମସ୍ୟାକୁ ସୁହାଇଲା ପରି ବକ୍ତବ୍ୟ ମାନ ଦେବାକୁ ପଡିଥାଏ। ମନେ କରନ୍ତୁ, ଆପଣଙ୍କର ଜଣେ ଜୁନିୟର ଆପଣଙ୍କୁ ଏକ ଛୁଟି ଦିନରେ ମଧ୍ୟାହ୍ନ ଭୋଜନ ପାଇଁ ନିମନ୍ତ୍ରଣ କରିଛନ୍ତି। ପିଲାଟି ନୂଆ ବାହା ହୋଇ ସପତ୍ନୀକ ଭଡ଼ା ଘରେ ଆସି ଅଛନ୍ତି। ନିମନ୍ତ୍ରଣରେ ଆଗ୍ରହ, ବିନୟ ଏବଂ ଖାତିରିର ସୀମା ନାହିଁ। ଭଦ୍ରତା ଖାତିରିରେ ଆପଣ ମନା କରିନପାରି ଲଞ୍ଚ ଟାଇମର କିଛି ପୂର୍ବରୁ ତାଙ୍କ ଘରେ ପହଞ୍ଚିବେ ଏବଂ ଆପଣଙ୍କୁ ବନ୍ଧୁ ଦମ୍ପତି ସାଦର ସ୍ୱାଗତ। ସାଗ୍ରହ ପ୍ରାଥମିକ ଜଳପାନ ପରେ ଆପଣଙ୍କୁ ଟିଭି ସାମ୍ନାରେ ବସାଇ ଉଭୟ ଲାଗି ପଡ଼ିବେ ରନ୍ଧନ କାର୍ଯ୍ୟରେ। ଛୋଟ ଘର, ଦମ୍ପତିଙ୍କ କଥା ଭାଷାରୁ ବାରି ହୋଇ ପଡୁଥିବ ସେଦିନର ମେନ୍ୟୁ କଣ ଅଛି ଆପଣଙ୍କ ପାଇଁ। ସୀମା ନଥିବ ତତ୍ପରତା ଏବଂ ବିଳମ୍ବ ଜନିତ କଷ୍ଟ ପାଇଁ କ୍ଷମା ପ୍ରାର୍ଥନା। ନିର୍ଦ୍ଦିଷ୍ଟ ସମୟରେ ଡାଇନିଂ ଟେବୁଲକୁ ଡକରା ଆସିଲା, କିନ୍ତୁ ଆପଣ କଣ ଜାଣିଥିଲେ, ବନ୍ଧୁ ପତ୍ନୀଙ୍କର ରୋଷେଇ ହାତର ପଟୁତା। ସେଦିନ ଗୋଟିଏ ବି ଆଇଟମ ଖାଦ୍ୟ ଉପଯୋଗୀ ନଥିଲା। କେଉଁଠି ଲୁଣିଆ, ଆଉ ତ କେଉଁଠି ଅଲଣା, କେଉଁଠୁ ତଳେ ଲାଗିଯାଇଛି, କେଉଁଠି ଅସିଝା ଏବଂ ଅନ୍ୟ କେଉଁଠି ଖାଇବା ଯୋଗ୍ୟ ନୁହେଁ। ଅଗତ୍ୟା କେବଳ ଭାତ, ଡାଲି, ଅନ୍ୟ ଗୁଡ଼ିକୁ ଭଦ୍ରତା ଖାତିରରେ ବହୁ କଷ୍ଟରେ ଉଦରସାତ କରି ହାତ ଧୋଇଥିବେ। ଡ୍ରଇଂ ରୁମରେ ଆଜି ବସିଲା ପରେ ବନ୍ଧୁ ପତ୍ନୀ ଅତ୍ୟନ୍ତ ବିନୀତ ଭଙ୍ଗୀରେ ଖାଇବା କିପରି ହେଲା ବୋଲି ପଚାରିଲେ, ଆପଣ କି ଉତ୍ତର ଦେବେ ସେମାନେ? ସାଧାରଣତଃ ଜଣେ ଲୋକର ବିଶେଷ କରି ଜଣେ ସ୍ତ୍ରୀ ଲୋକର ରୂପ, ରୁଚି ଆଉ ରାନ୍ଧଣା ପ୍ରତି ପ୍ରତିକୂଳ ମନ୍ତବ୍ୟ ଦେବା ଭଦ୍ରତାକୁ ବାଧେ। ଖରାପ ହୋଇଥିଲେ ମଧ୍ୟ ଭାଷାରେ ଛଳନା ଆଣି ଭଲ ହୋଇଛି ବୋଲି କହିବାକୁ ପଡିଥାଏ। ଏଠାରେ ସତ୍ୟ ପ୍ରକାଶର ଅର୍ଥ ନିଜର ରୁଚିହୀନତାର ହିଁ ପରିଚୟ ଦେବ। ଏହି ପରିସ୍ଥିତିରେ ଆପଣଙ୍କୁ ବନ୍ଧୁ ପତ୍ନୀଙ୍କର ହସ୍ତକର୍ମ ପାଇଁ ପ୍ରଶଂସା ହିଁ କରିବାକୁ ପଡିବ। କିପରି କିପରି କରିବେ ଆପଣ ଏ ପ୍ରଶଂସା? ଆପଣ ତ
ସତ୍ୟବାଦୀ ଯୁଧିଷ୍ଠିର ନୁହନ୍ତି। ଆପଣ ଆମ ଭିତରେ ଜଣେ ସାଧାରଣ ଭଦ୍ର ଏବଂ ରୁଚିବୋଧ ଥିବା ମଣିଷ। ଅଧିକନ୍ତୁ ଆପଣ ତାଙ୍କ ସ୍ୱାମୀଙ୍କର ସିନିୟରିଟିର ମର୍ଯ୍ୟାଦା ଆପଣଙ୍କୁ ରଖିବାକୁ ପଡିବ। ତେଣୁ ଆପଣ ତତ୍କ୍ଷଣାତ୍ ବୁଦ୍ଧି ପ୍ରୟୋଗ କରି କହିବେ, ବ୍ୟସ୍ତ ହୁଅନ୍ତୁ ନାହିଁ ଆଜ୍ଞା, ଏଇ ଆଜି ଭାଗ୍ୟରେ ଥିଲା ଏପରି ଦେବଯୋଗ୍ୟ ଖାଦ୍ୟ। ଏ ଖାଦ୍ୟ କଣ ସବୁଦିନେ କାହାକୁ ମିଳେ? ବନ୍ଧୁ ପତ୍ନୀ ଖୁସି ହୋଇ କଣ୍ଠରେ ତାଙ୍କର ଯୋଉ ନାରୀ ସୁଲଭ କପଟତା ଆଣି କହିବେ, ନୂଆ କରି ଗାଁରୁ ଆସିଛି, ଏଇ ଆଇଟମ ମାନଙ୍କର ନାଁ ମଧ୍ୟ ଆଗରୁ ଜାଣିନଥିଲି। ମୋ ରାଧଣା ଯେ ପୁଣି ଦେବଯଜ୍ଞ ହଟା କରୁନାହାନ୍ତି ତ? ଆପଣ ତାଙ୍କୁ ଆଶ୍ୱାସନା ଦେଇ ବିଦାୟ ନେବେ ଏବଂ ବାଟରେ ମନେ ମନେ ଭାବିବେ, ବାସ୍ତବିକ ଏ ଖାଦ୍ୟ କେବଳ ଦେବତାଙ୍କ ଆଗରେ ହିଁ ବାଢି ହବ, ମଣିଷ ଯୋଗ୍ୟ ଖାଦ୍ୟ ଇଏ ନୁହେଁ। ତେବେ ଯାହା ନିଜକୁ ଭଲ ଲାଗେନି ଅଥଚ ଅନ୍ୟକୁ ଭଲ ଲାଗିବ ବୋଲି କୁହାଯାଏ, ତାରି ନାଁ କଣ ବଦନାମୀ?